ଦାଦିମା କହିବେ, ଗୋଟେ ଘରେ ରହି ତୁ ଅଲଗା ରୋଷେଇ କରିକି ଖାଉଛୁ। ଏହାପରେ ରୁବି କହିବେ, ଏକା ସିଏ ନୁହେଁ ପିଇସି ମା, ସିଏ ଆଉ ତା ସ୍ୱାମୀ 2 ଜଣ ଯାକ ଅଲଗା ରୋଷେଇ କରି ଖାଉଛନ୍ତି। ତାପରେ ଦାଦିମା କହିବେ, ହେ ଭଗବାନ, ପଲ୍ଲବୀ ମୁଁ ତତେ କ'ଣ ଭାବିଥିଲି, ଆଉ ତୁ କ'ଣ ହେଇକି ବାହାରିଲୁ? ବୋହୂ ଘର ଯୋଡ଼େ। ତୁ ଏ ଘରକୁ ଆସିଲା ପରେ ସ୍ୱାମୀକୁ ଧରି ଘର ଲୋକଙ୍କଠୁ ଦୂରେଇ ଦେଲୁ। ଏ ଲୋ ପଲ୍ଲବୀ, ଶେଷରେ ତୁ ରୋଷେଇ ଘର ଅଲଗା କରିଦେଲୁ। ତାପରେ ଆଦର୍ଶ ଆସି କହିବେ, ପଲ୍ଲବୀ କିଚେନ ଅଲଗା କରିନାହାନ୍ତି ଦାଦିମା। ତାପରେ ଭିତରକୁ ଆସି କହିବେ, ତାଙ୍କୁ କିଚେନକୁ ଯିବା ପାଇଁ ମା ମନା କରିଦେଇଛନ୍ତି। ତାପରେ ଦାଦିମା ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ପୁଣି ଆଦର୍ଶ କହିବେ, ଆଉ ସେଇଥିପାଇଁ ବାଧ୍ୟ ହେଇ ମୁଁ ତାଙ୍କ ପାଇଁ ଆଉ ଗୋଟେ କିଚେନ ବନେଇ ଦେଇଛି। ତାପରେ ରୁବି ମାୟାଙ୍କ କାନ ପାଖେ କହିବେ, ଦେଖୁଛୁ ତ ମାୟା, ମୁଁ ତତେ ବଞ୍ଚେଇବା ପାଇଁ ଚେଷ୍ଟା କଲେ ବି ତୋ ନିଜ ପୁଅ ତତେ ଧରା ପକଉଛି। ତାପରେ ଦାଦିମା କହିବେ, ତାହେଲେ ତୋ ସ୍ତ୍ରୀ ମୋତେ ସେ କଥା କହିଲାନି କାହିଁକି? ଏହାପରେ ଆଦର୍ଶ କହିବେ, କାରଣ ସେ ଚାହାନ୍ତିନି ଆପଣ ମାଙ୍କ ଉପରେ ରାଗନ୍ତୁ। ଏହାପରେ ଦାଦିମା କହିବେ, ମାୟା, କ'ଣ ଏ କଥା ସତ? କିଛି କହୁନୁ କାହିଁକି? ଏହାପରେ ମାୟା କହିବେ, ହଁ, ଏ କଥା ସତ। ଆଉ ଏଥିରେ କୌଣସି ପରିବର୍ତ୍ତନ ହେବନି। ଏଇ ପିଲା ପାଇଁ ମୋ ଆଦର୍ଶକୁ ଯୋଉ କଷ୍ଟ ସହିବାକୁ ପଡ଼ୁଛି, ଖାସ୍ ସେଇଥିପାଇଁ ମୁଁ ୟାକୁ ଏଇ ସଜା ଦେଇଛି। ଆପଣ ବଡ଼, ମୋ ଶ୍ୱଶୁରଙ୍କର ଭଉଣୀ ଆପଣ। ମୋ ଶାଶୁମା ଆପଣଙ୍କୁ ବହୁତ ସମ୍ମାନ ଦଉଥିଲେ। ସେଇଥିପାଇଁ ମୁଁ ବି ଆପଣଙ୍କୁ ବହୁତ ସମ୍ମାନ ଦଉଛି। କିନ୍ତୁ ଗୋଟେ କଥା ମନେ ରଖନ୍ତୁ, ଏଇ ଘର ହଉଛି ମୋର, ଆଉ ମୋ ଘରକୁ କେମିତି ଚଲେଇବାକୁ ହେବ ସେ କଥା ମୋତେ ବହୁତ ଭଲ ଭାବରେ ଜଣାଅଛି। ସେଇଥିପାଇଁ ରୁବି ଦିଦିକୁ ମୁଁ ଯୋଉ କଥା କହିଛି, ଆପଣଙ୍କୁ ବି ଠିକ୍ ସେଇ କଥା କହୁଛି। ଆପଣ ଏ ଘରକୁ ଅତିଥି ହେଇକି ଆସିଛନ୍ତି, ଆଉ ଅତିଥି ହେଇକି ହିଁ ରୁହନ୍ତୁ। ଘରର ମାଲିକାଣୀ ହେଇକି ମୋ ଘରେ ହୁକୁମ ଚଲେଇବା ପାଇଁ ଜମାରୁ ଚେଷ୍ଟା କରନ୍ତୁନି। ଏହାପରେ ରୁବି ମନେ ମନେ କହିବେ, ବାସ୍, ଏ ବୁଢ଼ୀ ବହୁତ ଉଛୁଲୁଥିଲା ନା, ଏବେ ଆସିବ ଅସଲ ମଜା। ତାପରେ ପଲ୍ଲବୀ ମନେ ମନେ କହିବେ, ହେ ଭଗବାନ, ମୁଁ ତ ଭାବିଥିଲି ଦାଦିମାଙ୍କୁ ଏଠିକି ଆଣିବା ପରେ ଏ ଘରେ ସବୁ ଠିକ୍ ହେଇଯିବ। କିନ୍ତୁ ମାମା, ଦାଦିମାଙ୍କୁ ଯୋଉ ବୋଲି ରୋକ ଟୋକ ଶୁଣେଇ ସାରିଲେଣି, ଏବେ ଇଏ ତ ଏ ଘରେ ବହୁତ ବଡ଼ ଲଢ଼େଇର ପୂର୍ବଭାଷା। ତାପରେ ରିମଝିମ୍ ରୁଇ ପାଖକୁ ଆସି କହିବେ, ଏବେ ଏ ବୁଢ଼ୀ ବୁଝିବ ଏ ଘରେ ତାର ଅସଲ ଔକାତ କ'ଣ। ତାପରେ ରୁବି କହିବେ, ତୁ ଠିକ୍ କହୁଛୁ ରିମଝିମ୍। ବହୁତ ଫଡ଼ଫଡ଼ ହେଉଥିବା ଇଏ ଏ ଘରେ ଏବେ ଏ ବୁଢ଼ୀ ଠିକ୍ ବାଟକୁ ଆସିବ। ତାପରେ ରିମଝିମ୍ କହିବେ, ମୋତେ ତ ଏ ବୁଢ଼ୀର ମୁହଁ ଦେଖିକି ମଜା ଲାଗୁଛି ରୁବି ଆଣ୍ଟି। ବହୁତ ହୁକୁମ ଚଲଉଥିଲା ନା ଏ ବୁଢ଼ୀ, ଏବେ ଦେଖନ୍ତୁ ୟା ପାଟିରୁ ପଦେ ବି କଥା ବାହାରୁନି। ତାପରେ ଦାଦିମା କହିବେ, ତୋ ସାମ୍ନାରେ ମୋ ପାଟିରୁ କଥା ବାହାରିବ, ଆଉ ମୁଁ ଏଇଠି ମୋର ହୁକୁମ ବି ଚଲେଇବି। ମୁଁ ଏ ଘରର ଝିଅ, ଆଉ ତୁ ମୋତେ ତୋ ଖାଇବା ଚୋରଣୀ ଭଉଣୀ ସହିତ ତୁଳନା କରୁଛୁ? ମାୟା, ତୋ ଉପରେ କି ଘର ଉପରେ କୌଣସି ହୁକୁମ ଚଲେଇବା ମୋର ସଉକ ନାହିଁ। କିନ୍ତୁ ମୁଁ ଦେଖୁଛି ତୋର ଏଇ ଖାଇବା ଚୋରଣୀ ଭଉଣୀ ତୋ ମୁଣ୍ଡ ପୂରା ଖାଇ ସାରିଲାଣି। ସନ୍ଧ୍ୟାବେଳେ ଠାକୁର ଘରେ ଦୀପ ଜଳୁନି, ଆଉ ଏ ଘରର ବୋହୂକୁ ରୋଷେଇ ଘରକୁ ଆସିବାକୁ ତୁ ମନା କରୁଛୁ। ତୁ ବହୁତ ବଦଳି ଗଲୁଣି ମାୟା, ବହୁତ ବଦଳି ସାରିଲୁଣି। ଆଉ ଏଇଥିପାଇଁ ଏ ଘରେ ମୋତେ ହୁକୁମ ଚଲେଇବାକୁ ପଡ଼ୁଛି, ଆଉ ମୁଁ ଚଲେଇବି ମଧ୍ୟ। ତ ଦର୍ଶକ ବନ୍ଧୁ, ଏବେ କ'ଣ ଦାଦିମା ହୁକୁମ ଚଲେଇ ଏ ଘର ସବୁ ଠିକ୍ କରିଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।